ଅପା କୁଆଡେ ଗଲ ଯେ? ଏଇଠି ଅଛ ତମେ? ଓହୋ କଣ ହେଲା ରଙ୍କିତା ତୁ ମତେ ଏତେ ଖୋଜୁଛୁ କଣ ହେଲା ରେ କହ। କଣ କହିବି ଅପା, ଏ ଘରେ ମୁଁ ଏତେ କାମ କରୁଛି, ଏତେ କାମ କଲା ପରେ ମଧ୍ୟ କିଏ ଗୋଟେ ମତେ ଭଲ କହୁନାହାନ୍ତି। ଆଉ ତମେ କିଛି କାମ ନ କଲେ ମଧ୍ୟ ତମକୁ ସମସ୍ତେ ଭଲ କହୁଛନ୍ତି। ଏହାର ରହସ୍ୟ କଣ କହିଲ ଟିକେ? ଏହାର ରହସ୍ୟ ଜାଣିବାକୁ ଚାହୁଁଛୁ? ତାହେଲେ ଶୁଣ। ଆମ ଘରେ ଆମେ ଯେତେବେଳେ ରହୁଥିଲେ ଆମ ବାପା ମା ଭାଇ ଭଉଣୀ କି ଆମେ ରୋଷେଇ କରିକି ଦେଇଦେଲେ ସେମାନେ ଖାଇସାରିଲା ପରେ ତାଙ୍କେ ବଡ ଖୁସି। ହଁ ଅପା, ତମେ ତ ଏକଦମ ଠିକ କହୁଛ। କିନ୍ତୁ ଏବେ ଯୁଗ ବଦଳି ଯାଇଛି ରେ। ଆମେ ଏବେ ବାପ ଘରୁ ନା ଶାଶୁ ଘରକୁ ଚାଲି ଆସିଛନ୍ତି। ଏଇଟା କିଏ ଖାଇବା ପାଇଁ ନୁହଁ, ବୋହୂ ହାତରୁ ଭଲରେ ନେବା ପାଇଁ ହିଁ ପସନ୍ଦ କରନ୍ତି। ଜାଣିଛୁ ଅଙ୍କିତା? ହଁ ଅପା, ତମେ ଠିକ କହିଛ। ଜାଣିଛୁ ଅଙ୍କିତା, ମୁଁ ବି ଯେତେବେଳେ ନୂଆ ନୂଆ ବାହା ହେଇକିରି ଆସିଲି ମତେ ବି କିଏ ପସନ୍ଦ କରିନଥିଲେ। କିନ୍ତୁ ମୁଁ ଜାଣିଦେଲି ଏମାନଙ୍କୁ ଖାଇବାଟା ନୁହଁ, ଏମାନଙ୍କୁ ଯେତେବେଳେ ଦେବାଟା ମୁଁ ଷ୍ଟାର୍ଟ କରିଦେଲି ସେମାନେ ଆପେ ଆପେ ମତେ ପସନ୍ଦ କରିଦେଲେ। ସତରେ ଅପା, ଏତେ ରହସ୍ୟ କଥା କାଇଁ ମତେ ଆଗରୁ ତ କହିନଥିଲ? ସତରେ ଅପା, ଏ ଦୁନିଆ ନା କେତେ ଅଜବ ହୋଇଯାଇଛି। ବୋହୂ ପାଖେ କଣ ଅଛି ନ ଅଛି ସେ ଦେଖୁନାହାନ୍ତି, ତାଙ୍କ ଗୁଣ ବି ଦେଖୁନାହାନ୍ତି। ତାଙ୍କେ ଦେଖୁଛନ୍ତି ଖାଲି ବୋହୂ ହାତରୁ ସେ କଣ ପାଇଲେ, ବୋହୂ କଣ ଦେଲା, ତାପରେ ହିଁ ଡିସାଇଡ କରୁଛନ୍ତି ବୋହୂ ଖରାପ କି ଭଲ। ହଁ ସତରେ, ଯଦି ସେ ବୋହୂଟି ନ ଦିଏ ତା ପଛରେ ଏତେ ଥଟ୍ଟା ପରିହାସ କରନ୍ତି କହିଲେ ନ ସରେ। ହଁ ଅପା, ତମେ ଯାହା କହିଲ ନା ଏକଦମ ଠିକ କହିଲ। କଣ ସାଙ୍ଗମାନେ, ଆମେ ଠିକ କହିଲି ନା? ଆପଣମାନଙ୍କୁ ଯଦି ଏଇ ଭିଡିଓଟି ଭଲ ଲାଗୁଛି ଲାଇକ୍ ସେୟାର କମେଣ୍ଟ ନିଶ୍ଚୟ କରିବେ।